ସାଙ୍ଗମାନେ ଆଗକୁ ଆସୁଛି ରଜରେ ଆମେ ମ୍ୟାଙ୍ଗୋ ପୋଡ଼ ପିଠା। ଜୟ ଶ୍ରୀକୃଷ୍ଣ ନମସ୍କାର। ଆମେ ମ୍ୟାଙ୍ଗୋ ପୋଡ଼ ପିଠା ବନେଇବା। ମ୍ୟାଙ୍ଗୋ ପୋଡ଼ ପିଠା ବନେଇବା ପାଇଁକା ବିରି ଚୋପା ଲଗା ବିରି ଭେଦେଇଥିଲି, ବିରିକି ଧୋଇକି ରଖିଛି। ଚାଉଳ ଭେଦେଇଥିଲି, ଭେଦେଇକି ବି ରଖିଛି। ଭେଦେଇକି ତାକୁ ଭଲ ଭାବରେ 5-7 ଘଣ୍ଟା ଭେଦେଇଥିଲି। ଭେଦେଇକି ଗ୍ରାଇଣ୍ଡିଂ ଜାର୍ରେ ଦେଇଗଲି, ଦେଇକି ଭଲ ଭାବରେ ତାକୁ ବାଟିଦେଲି। ଆମର ପେଷ୍ଟ ରେଡ଼ି ହେଇଗଲାଣି। ଆମେ ବାଟି ଦେଇଛେ, ବାଟି ଦେଇକିନା ତାକୁ ଆମେ କେତେ ଘଣ୍ଟା 5-7 ଘଣ୍ଟା ରଖିବା। ଯେଉଁ ମ୍ୟାଙ୍ଗୋ ନେଇଥିଲି 500 ଗ୍ରାମ ମ୍ୟାଙ୍ଗୋ, 500 ଗ୍ରାମ ମ୍ୟାଙ୍ଗୋର ତା'ର ରସ ବାହାର କରିଦେବା। ରସ ବାହାର କରି କଡ଼େଇ ବସାଇଦେବା। କଡ଼େଇ ବସାଇକି ରସ ଗୁଡ଼ ମ୍ୟାଙ୍ଗୋ ଦେଇକି ଭଲ ଭାବରେ ମିକ୍ସ କରିଦେବା। ସେ ଶୁଖିଲା ହେଲା ଯାଏଁ ରଖିଦେବା। ଦେଖନ୍ତୁ 7-8 ଘଣ୍ଟା ହେଇଗଲାଣି, କେମିତି ଭଲ ଭାବରେ ଫୁଲି ଯାଇଛି ବିରି ଚାଉଳ। ଦେଖନ୍ତୁ ସଲ୍ଟ ଦେଇଛି, ମ୍ୟାଙ୍ଗୋ ରସ ଦେଇଦେଲି। ସାଙ୍ଗମାନେ ଏହି ପୋଡ଼ପିଠା ରଜରେ ନିଶ୍ଚୟ ଟ୍ରାଏ କରିବେ। ସବୁ ମ୍ୟାଙ୍ଗୋ ରସ ଦେଇଦେଲି, ମ୍ୟାଙ୍ଗୋ ଦେଇଦେଲି, କୋକୋନଟ୍ ଦେଇଦେଲି, ପାନମଧୁରୀ ଦେଇଦେଲି, ଇଲାଇଚି ଦେଇଦେଲି, ତାପରେ ଦେଇଦେଲି ଗୁଜୁରାତି ଛେଚା, ବ୍ଲାକ୍ ପେପର ପାଉଡ଼ର ସବୁ ଦେଇକି ଭଲ ଭାବରେ ଆମେ ତାକୁ ମିକ୍ସ କରିଦେବା। ଦେଖ ଖଣ୍ଡ ନଡ଼ିଆ ବି କିଛି ରଖିଥିଲି ଦେଇଦେଲି, ଦେଇକି ତାକୁ ଭଲ ଭାବରେ ଆମେ ମିକ୍ସ କରିଦେବା। ପ୍ଲିଜ୍ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ। ରଜ ପୋଡ଼ପିଠା ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଟ୍ରାଏ କରିବେ। ଦେଖନ୍ତୁ ଭଲ ଭାବରେ ମିକ୍ସ ହେଇଗଲା। ମିକ୍ସ ହେଇଗଲା ପରେ ଆମେ ପୋଡ଼ପିଠା ତିଆରି କରିବା ପାଇଁକା ଗୋଟେ କଡ଼େଇ ନେଇଯିବା। ଦେଖନ୍ତୁ କଡ଼େଇ ଆମର ନେଇଯିବା। କଡ଼େଇରେ ଟିକେ ପତ୍ର ଦେଇଦେବା। ମୁଁ କଦଳୀ ପତ୍ର ଦେଇଛି, କଦଳୀ ପତ୍ର ଦେଇକି ବଟର ଟିକେ ମାରିଦେଲି। ମାରିଦେଇକି ଭଲ ଭାବରେ ଦେଖନ୍ତୁ ପିଠା ଏତେ ପୋଡ଼ିବନି, ଲୋ ମିଡ଼ିୟମ୍ ଦେବେ। ଦେଖନ୍ତୁ ବଟର ବାହାର କରିଦେଇକି ଭଲ ଭାବରେ ଚାମଚ ସାହାଯ୍ୟରେ ବଟରରେ ଲଗାଇଦେବା। ବଟର ଲଗାଇ ଦେଇକି ଯେଉଁ ବାଟିକି ରଖିଦେବା ମିକ୍ସ ଆଣକୁ ତାକୁ ଦେଇଦେବା କଢ଼େଇରେ। ଦେଖନ୍ତୁ ଦେଇକି କଢ଼େଇକି ତାକୁ ସାଇଜ୍ କରିଦେଇକି ତାପରେ ଭିଡ଼ିଓଟି ଯଦି ଭଲ ଲାଗିବ ସାଙ୍ଗସାଥି ସହିତ ସେୟାର କରିବେ। ଆପଣମାନଙ୍କୁ ମୁଁ ଭାବିଲି ଆମ ପୋଡ଼ପିଠାଟା ବନେଇଲି, ସାଙ୍ଗମାନଙ୍କ ସହିତ ସେୟାର କରିଦେବି ଆମ ପୋଡ଼ପିଠାଟା। ପୋଡ଼ପିଠା ରେସିପି ଦେଖନ୍ତୁ, କୋକୋନଟ୍ ଚେରି କିଛି ଭଲ ଭାବରେ ଦେଇକି ସଜେଇ ଦେଇଛି। ହେଇଦେଲା ପରେ ତାକୁ ଘୋଡ଼େଇ ଦେବା। ଘୋଡ଼େଇ ଦେଲା ପରେ ଅଧଘଣ୍ଟାରୁ 45 ମିନିଟ୍ ରେଷ୍ଟ ଦେବା। ପିଠା ଶୀତଳ ହେବା ସମୟକୁ କାଢ଼ିଦେବା। କାଢ଼ିଦେଲା ପରେ ଦେଖନ୍ତୁ ଆମର ପିଠା କେମିତି ଭଲ ଭାବରେ ଶୀତଳ ହେଇଯାଇଛି। ଶୀତଳ ହେଲା ପରେ ପିଠାଟାକୁ କାଟିବେ, ସାଇଜ୍ ଆସିବ, ଖାଇବା ପାଇଁ ବି ଭଲ ଲାଗିବ। ଥଣ୍ଡା ହେଇଯାଇଥିବ। ପୋଡ଼ପିଠାଟାକୁ ଶୀତଳ ହେଲେ ହିଁ କଟାଯାଏ। ଦେଖନ୍ତୁ ମୁଁ କାଟି ଦେଇକି ଭଲ ଭାବରେ କେମିତି ଆମର ପୋଡ଼ପିଠାଟା ରେଡ଼ି ହେଇଯାଇଛି। କେତେ ସାଇଜ୍ ଭାବରେ ପୋଡ଼ପିଠା ହେଇଛି, ସିଝି ବି ଯାଇଛି, ଭଲ ହେଇଛି। ଖାଇକି ଥରେ ଟ୍ରାଏ କରନ୍ତୁ, ନିଶ୍ଚୟ କରନ୍ତୁ। ବହୁତ ବଢ଼ିଆ ଟେଷ୍ଟି ହେଇଛି ପୋଡ଼ପିଠାଟା, ବହୁତ ଭଲ ହିଁ ଲାଗୁଛି। ଏ ବର୍ଷ ରଜରେ ଏଇ ପୋଡ଼ପିଠା ହିଁ ଆପଣ ନିଶ୍ଚୟ ବନାନ୍ତୁ। ବିଭିନ୍ନ ପ୍ରକାର ରେସିପି ବନେଇଥାନ୍ତି। ଆମ୍ବ ପୋଡ଼ପିଠା ରେସିପି ତ ଆପଣ ବନେଇ ନଥାନ୍ତି, ନିଶ୍ଚୟ ଚାଉଳରେ, ବିରିରେ, ବିଭିନ୍ନ ପ୍ରକାର ସୁଜିରେ ରେସିପି ବନା ହୋଇଥାଏ। କିନ୍ତୁ ଆମ୍ବ ପୋଡ଼ପିଠା ରେସିପି ଥରେ ହିଁ ବନାନ୍ତୁ।